ସାର୍ କଣ କହିବେ ଆଜି ଆପଣଙ୍କ ଉପରେ କୋଉଠି କଣ ଝାମେଲା ହେଇଛି, କଣ ସବୁ ବିଶୃଙ୍ଖଳା ସୃଷ୍ଟି ହେଇଛି, କଣ କେମିତି ମୁଣ୍ଡ ଫାଟିଛି, କଣ କହିବା ଉପରେ? ଦେଖନ୍ତୁ ଝାମେଲା ମାନେ ଆମର ଯୋଉ ଖଇରା ବାଲିଘାଟ ଅଛି ସେଇଟା ହୀରାଧର ବାଟିକାର ଡାଉନ ୱାର୍ଡରେ ଅଛି, ଯୋଉଟାକୁ ଇରିଗେସନ ଡିପାର୍ଟମେଣ୍ଟ ପରମିଶନ ଦେଇନି କି ଇଏ ସ୍କିମ୍ ଏଣ୍ଡ ମାଇନିଂ ଡିପାର୍ଟମେଣ୍ଟ ପରମିଶନ ଦେଇନି, ଯୋଉଥିପାଇଁ ମୁଁ ଆର୍ଟିଆଇ ମାଗିକି ଦୁଇଟା ଅଫିସରେ ତଥ୍ୟ ବାହାର କଲି ଏବଂ ଗତକାଲି କଲେକ୍ଟର ଅଫିସରେ ଧାରଣାରେ ବସିଥିଲା ଆମରଣ ଅନୁଷ୍ଠାନରେ ସେଠି ସେମାନେ ନିର୍ଭୟ ପ୍ରତିଶ୍ରୁତି ଦେଲେ ଯଥାଶୀଘ୍ର ସମାଧାନ କରାଯିବ। ସେଇ ବିଷୟ ଆସି ମୁଁ ଗାଁ ଲୋକଙ୍କୁ ଜଣାଇଲି। ଗାଁ ଲୋକ ଜଣାଇବା ପରେ ଗାଁ ଲୋକ ଉତ୍ତ୍ୟକ୍ତ ହୋଇ ଘାଟ ବନ୍ଦ କରିବାକୁ ଯାଇଥିଲେ। ଯାହା ଘାଟ ବନ୍ଦ କରି ସେମାନେ ଆମ ଗାଁ ଏରିଆ ଭିତରେ ସେମାନେ ଯାହା କିଛି କରିଛନ୍ତି। ସେଠୁ ଫେରିବା ସମୟରେ କିରଣ ପଣ୍ଡା ଯିଏ ସେଠର ବାଲିଘାଟ ମାଲିକ, ସିଏ କିଛି ଅସାମାଜିକ ବ୍ୟକ୍ତିକୁ ପଠେଇଲା। କାନୁନ ପ୍ରଧାନ କିଏ ଜଣେ ଆସି ମୋ ଗଳାଟାକୁ ଚିପି ଧରିଲା, ତଟି ଚିପି ଦେଇ ମାରିଦେବା ପାଇଁ। ସେ ସମୟରେ ଜଣେ ପଛଆଡୁ ଆସିକି ଗୋଟେ କାଠ ମୁଣ୍ଡରେ ବାଡେଇଲା। କାଠ ମୁଣ୍ଡ ମୁଁ ତଳେ ପଡିଗଲି। ପଡିଗଲା ପରେ କିଛି ଲୋକ ଆମ ଗାଁ ଯୋଉ ଲୋକ ଥିଲେ 50-60 ଲୋକ, ସେମାନେ ମତେ ସେଠି ଉଦ୍ଧାର କଲେ। ଉଦ୍ଧାର କରି ମୁଁ ଆସି ଥାନାରେ ଏଫଆଇଆର ଦେଇଗଲି। ଏବେ ଦେଖିବା କଥା ଥାନା କଣ କରୁଛି। ମେଡିକାଲ ଟ୍ରିଟମେଣ୍ଟ କଲେ? ହଁ, ମେଡିକାଲ ସାଙ୍ଗେ ସାଙ୍ଗେ ଥାନା ପଠେଇଥିଲେ, ମେଡିକାଲ ଟ୍ରିଟମେଣ୍ଟ କରିଛି। ମୁଣ୍ଡଟା ପଟୁ ପାଟିଛି, ଯେହେତୁ ଗୋଟେ କାଠ ମୁଣ୍ଡା ଯୋଉ ମଶାଣି କାଠ ମୁଣ୍ଡାରେ ବାଡ ଯାଏ, ଆଉ ଗଳାଟା କାଟୁଛି ବସି। ଧନ୍ୟବାଦ।